ଏଇ ଯାହା ଆପଣ କହୁଛନ୍ତି ବିଜେଡି କମ ଚାନ୍ଦା ପାଇଛି, ଏକଥା କେବଳ ବିଜେଡି କ୍ଷେତ୍ରରେ ଦେଖାଯାଉଛି ତା ନୁହେଁ। ଭାରତବର୍ଷରେ ଯେତେ ରାଜନୈତିକ ଦଳ ଅଛନ୍ତି, ଆଞ୍ଚଳିକ ରାଜନୈତିକ ଦଳ ସମେତ ସମସ୍ତେ ଯେତେବେଳେ କ୍ଷମତାରେ ଥାନ୍ତି ଅଧିକ ଚାନ୍ଦା ସଂଗ୍ରହ କରନ୍ତି। ବ୍ୟବସାୟୀ ମାନେ ଏବଂ ବଡ ବଡ ଅନୁଷ୍ଠାନ ମାନେ ସେମାନେ ମଧ୍ୟ ସେମାନଙ୍କୁ ଯାଇକିରି ବହୁତ ମୋଟା ଅଙ୍କର ଚାନ୍ଦା ଦିଅନ୍ତି। ସେମାନେ ଥରେ କ୍ଷମତାରୁ ଚାଲିଗଲା ପରେ ଆଉ ଯିଏ ପୁଣି କ୍ଷମତାକୁ ଆସନ୍ତି ତାଙ୍କୁ ସେମାନେ ଚାନ୍ଦା ଦେବା ଆରମ୍ଭ କରନ୍ତି। ତେଣୁ ଆପଣ ଯାହା କହିଲେ ଯେ ବିଜେଡିର ଚାନ୍ଦା ଏହା ଭିତରେ କମି ଯାଇଛି, ଏଇଟା ସ୍ୱାଭାବିକ କଥା। ବିକଜ 2024 ନିର୍ବାଚନରେ 24 ବର୍ଷର ଶାସନ ପରେ 2024 ସାଧାରଣ ନିର୍ବାଚନରେ ବିଜେଡି ହାରିଗଲା, କ୍ଷମତାରୁ ଚାଲିଗଲା। 2024-25 ସେଇ ବର୍ଷ ଯୋଉ ବର୍ଷ ନିର୍ବାଚନ ହେଲା, ସେଇ ବର୍ଷ ଦେଖିବେ ଆପଣ ଏଇ ଯୋଉ 2024-25 ଆର୍ଥିକ ବର୍ଷରେ ବିଜେଡି କି କେତେ ମିଳିଛି? ମାତ୍ର 60 କୋଟି ଟଙ୍କା। ତା ପୂର୍ବରୁ ତା ପୂର୍ବ ବର୍ଷକୁ ଯଦି ଆପଣ ଦେଖିବେ, ବିଜେଡି ମାନେ ନିର୍ବାଚନ ପୂର୍ବ ବର୍ଷ ବିଜେଡି କି ମିଳିଥିଲା 246 କୋଟି ଟଙ୍କା। ବିଜେଡି ପାଇଥିଲା ବିଭିନ୍ନ ସୂତ୍ରରୁ। ମାନେ ଏମିତି ଦେଖିବାକୁ ଗଲେ ଗଲା 2 ବର୍ଷରେ, ତା ପୂର୍ବରୁ 2 ବର୍ଷରେ ବିଜେଡି କେବଳ 775 କୋଟି ଟଙ୍କା ସଂଗ୍ରହ କରିଛି। ଇଲେକ୍ଟ୍ରାଲ ବଣ୍ଡ ଗୋଟେ ସମୟରେ ଥିଲା ଯେ ମାନେ କୁହାଯାଉଥିଲା ଯେ ସ୍ୱଚ୍ଛତା ଅବଲମ୍ବନ କରାଯିବ, କୋଉ ରାଜନୈତିକ ଦଳକୁ କୋଉ ସଂସ୍ଥା କୋଉ ବ୍ୟକ୍ତି ବିଶେଷ କେତେ ଟଙ୍କା ଦେଉଛନ୍ତି ତାର ସବୁ ହିସାବ କିତାବ ରହିବ। ତେଣୁ ଗୋଟେ ଇଲେକ୍ଟ୍ରାଲ ବଣ୍ଡ ବ୍ୟବସ୍ଥା ପ୍ରଣୟନ କରାଗଲା। ଏଇ ନେତାମାନେ କଲେ, ସେମାନେ ସବୁ ନିୟମ କଲେ, କିନ୍ତୁ ସୁପ୍ରିମକୋର୍ଟ ଏହା ଏକ ବେଆଇନ କାର୍ଯ୍ୟ ବୋଲି କହିକିରି ଇଲେକ୍ଟ୍ରାଲ ବଣ୍ଡକୁ ନାକଚ କରିଦେଲେ। ବର୍ତ୍ତମାନ ଦେଖନ୍ତୁ, ଯାହା ମୁଁ କହିଲି ଯେ ବିଜେଡି ଯେହେତୁ କ୍ଷମତାରେ ନାହିଁ, ତେଣୁ ସେଇଥିଲାଗି ଅନେକ ବ୍ୟକ୍ତି ଏବଂ କର୍ପୋରେଟ ହାଉସେସ୍ ସେମାନେ ସବୁ ଆଉ ବିଜେଡି କି ବର୍ତ୍ତମାନ ଚାନ୍ଦା ଦେଇକିରି ତାଙ୍କ ଅର୍ଥ ଶ୍ରାଦ୍ଧ କରିବାକୁ ଚାହୁଁନାହାନ୍ତି। କାହିଁକି ନା ଜଣେ ଚାନ୍ଦା କାହିଁକି ଦିଏ? ଗୋଟେ ବ୍ୟବସାୟିକ ଅନୁଷ୍ଠାନ, କୌଣସି ବ୍ୟକ୍ତି ବିଶେଷ, ଆଉ ସେମାନେ କୌଣସି ରାଜନୈତିକ ଦଳକୁ ଚାନ୍ଦା ଦେବାର ମୂଳ ଉଦ୍ଦେଶ୍ୟ କଣ? ସେମାନେ ତାଙ୍କ ବ୍ୟବସାୟରେ ଏଭଳି କିଛି ନୀତି ନିୟମ ପ୍ରଣୟନ କରିବେ ସାଧାରଣ ଭାବରେ, ଯୋଉଥିରେ କି ତାଙ୍କ ବ୍ୟବସାୟିକ ଅନୁଷ୍ଠାନ ଲାଭବାନ ହବ। ବିଜେଡି କ୍ଷମତାରେ ଥିଲା, ରାଜ୍ୟରେ ଯେହେତୁ କ୍ଷମତାରେ ଅଛି ଏବଂ ବହୁ ଶକ୍ତିଶାଳୀ ଦଳ, ତେଣୁ ସେମାନେ ଚାହିଁଲେ ବିଭିନ୍ନ ପ୍ରକାର ନୀତି ନିୟମ ପ୍ରଣୟନ କରିବା ବ୍ୟତୀତ ଆହୁରି ଅନେକ ପ୍ରକାର କାମ କରିପାରିବେ, ଯୋଉଥିରେ କି ଏଇ ଯୋଉ ବ୍ୟବସାୟିକ ଅନୁଷ୍ଠାନ ମାନେ ଯୋଉମାନେ ଚାନ୍ଦା ଦଉଛନ୍ତି ସେମାନେ ତା ଦେହରୁ ଲାଭବାନ ହେବେ। ଉଦାହରଣ ସ୍ୱରୂପ ଆମେରିକା କଥା ଦେଖନ୍ତୁ। ତା ପୂର୍ବରୁ ମୁଁ ବିଜେପି କଥା ମଧ୍ୟ କହୁଛି। ଏଇ ବିଜେପି କଥା ଆପଣ ଦେଖନ୍ତୁ। ବିଜେପି ଯେ ଏଥରକ ତ ଓଡିଶାରେ ପ୍ରଥମ ଥର ପାଇଁ କ୍ଷମତାକୁ ଆସିଛି। ବିଜେପି ଯେହେତୁ ଗୋଟେ ଜାତୀୟ ଦଳ, ତେଣୁ ଓଡିଶାରେ ବିଜେପି କେତେ ପାଇଲା ଏ ପ୍ରକାର ହିସାବ ମିଳିବା ବଡ କଷ୍ଟ। ଜାତୀୟ ଦଳ, ତେଣୁ ତାଙ୍କର ନ୍ୟାସନାଲି ସେମାନେ ଟୋଟାଲ କେତେ କଣ କଲେକ୍ସନ କରିଛନ୍ତି ତାକୁ ଇଲେକ୍ସନ କମିଶନ ପାଖରେ ସେ ହିସାବ ଦବାକୁ ସେମାନେ ବାଧ୍ୟ। ଏବଂ ବିଜେପିର ଯଦି ଆପଣ ଜାତୀୟ ସ୍ତରରେ ଦେଖିବେ, ବିଜେପି ବନାମ କଂଗ୍ରେସ, ଆପଣ ଦେଖନ୍ତୁ କଂଗ୍ରେସ ତ କ୍ଷମତାରେ ନାହିଁ, ବିଜେପି ବର୍ତ୍ତମାନ କ୍ଷମତାରେ ଅଛି। ବିଜେପି ଯେହେତୁ କ୍ଷମତାରେ ଅଛି, ବିଜେପି ପ୍ରାୟ ୟା ଭିତରେ 6,000 ରୁ 6,654 କୋଟି ଟଙ୍କା ବିଜେପି କୁ ମିଳିଛି। ଏବଂ ସାରା ଭାରତବର୍ଷରେ ଯେତେ ରାଜନୈତିକ ଦଳ ଅଛନ୍ତି ସମସ୍ତଙ୍କୁ ଅଳ୍ପ ବହୁତ କିଛି ନା କିଛି ମିଳୁଛି। ସମୁଦାୟ ଯେତେ ମିଳୁଛି ତାର 85% ହଉଛି କେବଳ ବିଜେପି କୁ ମିଳୁଛି। କାହିଁକିନା ବିଜେପି ବର୍ତ୍ତମାନ କ୍ଷମତାରେ ଅଛି। କେବଳ କେନ୍ଦ୍ରରେ ଅଛି ତା ନୁହେଁ, ନରେନ୍ଦ୍ର ମୋଦୀଙ୍କ ସରକାର ପୁଣି ଏକ ସଶକ୍ତ ସରକାର, ଏକ ବଳିଷ୍ଠ ସରକାର, ଲୋକପ୍ରିୟ ସରକାର। ବିପଦର କିଛି ଆଶଙ୍କା ନାହିଁ ନିକଟ ଭବିଷ୍ୟତରେ। କେବଳ ବିଜେପି କେନ୍ଦ୍ରରେ ଅଛି ତା ନୁହେଁ, ଭାରତବର୍ଷର ବିଭିନ୍ନ ରାଜ୍ୟରେ ମଧ୍ୟ ବିଜେପିର ପ୍ରଭାବ ବହୁତ ବେଶୀ। ସେମାନେ ମଧ୍ୟ ରାଜ୍ୟ ସ୍ତରରେ କ୍ଷମତାରେ ଅଛନ୍ତି। ତେଣୁ ଲୋକ ଆଗ୍ରହ ପ୍ରକାଶ କରିକିରି, ଲୋକ କହିଲେ ବ୍ୟବସାୟିକ ଅନୁଷ୍ଠାନ, କର୍ପୋରେଟ ହାଉସେସ୍, ବ୍ୟକ୍ତି ବିଶେଷ ବି ଅଛନ୍ତି, ସେମାନେ ଆଗ୍ରହ ପ୍ରକାଶ କରିକିରି ବିଜେପି କି ଟଙ୍କା ଦଉଛନ୍ତି, ଚାନ୍ଦା ଦଉଛନ୍ତି। ଏଇଥିପାଇଁ ଯେ ସେ କେନ୍ଦ୍ର ସରକାର ବା ରାଜ୍ୟରେ ଯୋଉମାନେ ତାଙ୍କର ଅଛନ୍ତି ସରକାର ମାନେ,
ସେମାନେ ଏଭଳି କିଛି କାମ କରିବେ ଯୋଉଥିରେ ସେମାନେ ବେପାର କରିବା ପାଇଁ ଅଧିକ ଲାଭବାନ ହବା ପାଇଁ ତାଙ୍କୁ ସୁବିଧା ମିଳିବ। ତେଣୁ ସେଇଥିଲାଗି କହିଲେ ଭାରତ ବର୍ଷରେ ସବୁ ରାଜନୈତିକ ଦଳ ମାନେ ଯେତେ ସମୁଦାୟ ଚାନ୍ଦା ପାଇଛନ୍ତି ତାର 85% କେବଳ ମିଳିଛି ବିଜେପି କି। ଆଉ ଇଏ ପୁଣି ଆପଣ ଦେଖିବେ ଏଇ ଯୋଉ 85% ମୁଁ କହୁଛି ଇଏ ପୂର୍ବରୁ ଆହୁରି କମ ଥିଲା। ପୂର୍ବରୁ 56% ପ୍ରାୟ ଥିଲା, ବେଶୀ ପାଉଥିଲେ, 56% ଥିଲା। କିନ୍ତୁ ଏବେ ଦେଖନ୍ତୁ ବଢି ଯାଇକିରି ଟୋଟାଲ ଚାନ୍ଦା ଯେତେ ମିଳୁଛି ରାଜନୈତିକ ଦଳ ମାନଙ୍କୁ ତାର 85% କେବଳ ବିଜେପି ପାଉଛି। କଂଗ୍ରେସ କେତେ ପାଉଛି? କଂଗ୍ରେସ ମୋଟେ 500 ରୁ 520 କୋଟି 22 କୋଟି ଟଙ୍କା କଂଗ୍ରେସକୁ ମୋଟେ ମିଳିଛି। ଏବଂ ଏ ଯେତେ ଚାନ୍ଦା ମିଳୁଛି ଆପଣ ଦେଖିବେ ୟାକୁ ତ ଇଲେକ୍ସନ କମିଶନ ପାଖରେ ହିସାବ ଦବାକୁ ପଡିବ ନା। ଗଲା ବର୍ଷ ବିଜେପି କି କେତେ ମିଳିଥିଲା? ପ୍ରାୟ 3000 ରୁ 4000 କୋଟି ଟଙ୍କା ମିଳିଥିଲା। ୟା ଭିତରେ ଦେଖନ୍ତୁ କେତେ ବଢି ଯାଇଛି। ଯାହା ମୁଁ କହିଲି 54-56% ଆଗରୁ ଯେତେବେଳେ ମିଳୁଥିଲା ସମୁଦାୟ କଲେକ୍ସନ 56% ଥିଲା, ଏବେ ବଢିକିରି 85% ହେଇଛି ବିଜେପିର ଚାନ୍ଦା ଟୋଟାଲ। ସେମିତି ବିଜେପିର ଥିଲା ଗଲା ବର୍ଷ ପ୍ରାୟ 3967 କୋଟି ଟଙ୍କା ଖଣ୍ଡେ ଥିଲା। ଏବେ ଦେଖନ୍ତୁ କେତେ ବଢିଗଲାଣି ୟା ଭିତରେ। ଅର୍ଥାତ କଥା ହଉଛି ଆପଣ ଦେଖନ୍ତୁ ଏ ଟ୍ରେଣ୍ଡ କେବଳ ଭାରତ ବର୍ଷରେ ଯେ ଦେଖାଯାଉଛି ତା ନୁହେଁ। ଏ କଥା ଆପଣ ଦେଖିବେ ସାରା ପୃଥିବୀର ଯୋଉଠି ଗଣତାନ୍ତ୍ରିକ ଶାସନ ଚାଲିଛି ସବୁ ଆମେ ଦେଖୁଛେ। ଆମେରିକା କଥା ଆପଣ ଦେଖନ୍ତୁ, ଆମେରିକାରେ ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହେଇକରି ହ୍ୱାଇଟ୍ ହାଉସକୁ ଆସିଲେ ଏବଂ ରାଷ୍ଟ୍ରପତି ହେଲେ। ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବା ପରଠାରୁ ମାନେ ରାଷ୍ଟ୍ରପତି ହେବା ପରଠାରୁ ତାଙ୍କ ଦଳ 18,000 କୋଟି ଟଙ୍କା ପ୍ରାୟ ସେମାନେ ସଂଗ୍ରହ ତାଙ୍କ କର୍ପୋରେଟ ଲୋକ ସବୁ ଚାନ୍ଦା ଦେଇଛନ୍ତି। କର୍ପୋରେଟ ହାଉସେସ୍ ବ୍ୟକ୍ତି ବିଶେଷ ଦେଇଛନ୍ତି, ବ୍ୟବସାୟିକ ଅନୁଷ୍ଠାନ ଦେଇଛନ୍ତି, କର୍ପୋରେଟ ହାଉସ ମଧ୍ୟ ଦେଇଛନ୍ତି। ଉଦାହରଣ ସ୍ୱରୂପ ଗୁଗୁଲ 10 କୋଟି ଟଙ୍କା ଦେଇଛି ତାଙ୍କୁ। ମାଇକ୍ରୋସଫ୍ଟ 29 କୋଟି ଟଙ୍କା ତାଙ୍କୁ ଦେଇଛି। ଆହୁରି ଅନେକ ଏମିତି ଏଇଠି ମାନେ ଚିଠା ବେଶ ଲମ୍ବା। କାହିଁକି ଦେଇଛନ୍ତି? କଥା ହଉଛି ଯାହା ଦେଖାଯାଉଛି ଷ୍ଟଡିଜ ରୁ ଯାହା ଦେଖାଯାଉଛି, ଯାହା ଗବେଷଣା ହେଇଛି, କିଏ ଦଉଛନ୍ତି ଟଙ୍କା, କାହିଁକି ଦଉଛନ୍ତି, କୋଉ ଉଦ୍ଦେଶ୍ୟରେ ଦଉଛନ୍ତି, ତା ବିଷୟରେ ଯେତିକି ଯାହା ଗବେଷଣା ହେଇଛି ସେଥିରୁ ଜଣା ପଡୁଛି ଯେ ଟ୍ରମ୍ପ ରାଷ୍ଟ୍ରପତି ହେଲା ପରେ ଆମେରିକାର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କଥା କୁହନ୍ତୁ, ଅନ୍ୟାନ୍ୟ ବ୍ୟବସାୟିକ କାରବାର କଥା କୁହନ୍ତୁ, ଟେକ୍ନୋଲୋଜି ଟ୍ରାନ୍ସଫର କଥା କୁହନ୍ତୁ, ଚାକିରି କରେଇଦବା ବିଷୟରେ, ଏମ୍ପ୍ଲୟମେଣ୍ଟ, କେତେ ପ୍ରକାର ଗୋଟେ ସରକାର କେତେ ପ୍ରକାର ନିଷ୍ପତ୍ତି ନେଉଛି ବିଭିନ୍ନ କ୍ଷେତ୍ରରେ। ତ ଟ୍ରମ୍ପ ସରକାର ସେମିତି କିଛି ନିଷ୍ପତ୍ତି ନେଇଛନ୍ତି। ସେଇ ଷ୍ଟଡିଜରେ ଯାହା ଦେଖାଯାଉଛି, ସେଇ ଗବେଷଣାରୁ ଯାହା ଜଣା ପଡୁଛି, ଟ୍ରମ୍ପ ସରକାର ଏଭଳି କିଛି ନିଷ୍ପତ୍ତି ନେଇଛନ୍ତି ଯୋଉଥିରେ କି ଏମାନଙ୍କ ବ୍ୟବସାୟିକ ଫାଇଦା ହେଇଛି। ଆପଣ କହିପାରନ୍ତି ଏଇଟା ହଉଛି କନଫ୍ଲିକ୍ଟ ଅଫ ଇଣ୍ଟରେଷ୍ଟ। କାହିଁକି ନା ଆପଣ ଗୋଟେ ସାମ୍ବିଧାନିକ ପଦପଦବୀରେ ଅଛନ୍ତି, ଆପଣଙ୍କର ଦାୟିତ୍ୱ ହେଲା ରାଜ୍ୟର ଯେମିତି କ୍ଷତି ନ ହବ, ରାଜ୍ୟର ଲୋକମାନଙ୍କର ଯେମିତି କ୍ଷତି ନ ହବ, ତାକୁ ହିଁ ଦୃଷ୍ଟିରେ ରଖି ଆପଣ ନୀତି ନିର୍ଦ୍ଧାରଣ କରିବେ, ଶାସନ ଚଳେଇବେ। କିନ୍ତୁ ଆପଣ ଯଦି କୌଣସି ନିର୍ଦ୍ଦିଷ୍ଟ ଅନୁଷ୍ଠାନକୁ କିଛି ମାନେ ଅନୁଗ୍ରହ ଦେଖେଇବା ପାଇଁ ନୀତି ନିୟମ କରନ୍ତି, ନୀତି ନିର୍ଦ୍ଧାରଣ କରନ୍ତି ଏବଂ ତା ଦ୍ୱାରା ସେ ନିର୍ଦ୍ଦିଷ୍ଟ ଅନୁଷ୍ଠାନ କିଛି ବ୍ୟବସାୟିକ ଲାଭ ପାଏ, ମାନେ ୟାକୁ ମଧ୍ୟ କୋର୍ଟ କଚେରୀରେ କୁହାଯାଇ ପାରିବ ଯେ ଇଏ ହଉଛି ମାନେ ଯାହା କହନ୍ତି ତାଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖିକିରି ଆପଣ ଏ ପ୍ରକାର ନୀତି ନିର୍ଦ୍ଧାରଣ କରୁଛନ୍ତି, ଯାହାକୁ କୁହାଯାଏ କନଫ୍ଲିକ୍ଟ ଅଫ ଇଣ୍ଟରେଷ୍ଟ। ମାନେ ଆପଣଙ୍କୁ ସେ ଚାନ୍ଦା ଦେଲେ, ଆପଣ ଗୋଟେ ନିଷ୍ପତ୍ତି କଣ ନେଇଗଲେ, ଗୋଟେ ପଲିସି କଣ ଚେଞ୍ଜ କରିଦେଲେ ବା ପଲିସି କିଛି ନୂଆ ପଲିସି ଇଣ୍ଟ୍ରୋଡ୍ୟୁସ କଲେ ଯୋଉଥିରେ କି ସେ ଅନୁଷ୍ଠାନ ବା ସେଇ ସେକ୍ଟରରେ ଯେତେ କମ୍ପାନୀ ସବୁ ଅଛି ସେମାନେ ଲାଭବାନ ପାଇଲେ। ଆପଣ ଧରନ୍ତୁ ଆଜି ରାଜ୍ୟରେ ସରକାରରେ ଅଛନ୍ତି, ଆପଣ ରିଅଲ ଇଷ୍ଟେଟ ଯୋଉମାନେ ସବୁ ବ୍ୟବସାୟ କରୁଛନ୍ତି ତାଙ୍କୁ ସୁହାଇଲା ଭଳିଆ ଏବଂ କନଜ୍ୟୁମର୍ସ ମାନଙ୍କୁ, ସାଧାରଣ ଲୋକଙ୍କୁ କ୍ଷତି ହେଲା ଭଳିଆ, ତାକୁ ଯଦି ସୁହାଇବ ଆକୁ କ୍ଷତି ହବ। ତେଣୁ ତାଙ୍କୁ ସୁହାଇଲା ଭଳିଆ ଯଦି କିଛି ନିଷ୍ପତ୍ତି ନିଅନ୍ତି
ଏବଂ ସେମାନେ ମିଳିତ ଭାବରେ ଆପଣଙ୍କ ଅନୁଷ୍ଠାନକୁ ବା ଆପଣଙ୍କ ପାର୍ଟିକି ପଇସା ଦିଅନ୍ତି, ଚାନ୍ଦା ଦିଅନ୍ତି, ଏଇଟା ତ କନଫ୍ଲିକ୍ଟ ଅଫ ଇଣ୍ଟରେଷ୍ଟ। ଏଇଆ ହଉଛି କିନ୍ତୁ କିନ୍ତୁ କଥା ହଉଛି କଣ କି ସେ ଆମେରିକା ହଉ କି ଇଣ୍ଡିଆ ହଉ, ଆପଣ ଗୋଟେ ନିର୍ଦ୍ଦିଷ୍ଟ ସ୍ୱାର୍ଥ ରଖି ଏ ନିଷ୍ପତ୍ତି ନେଇଛନ୍ତି ଏବଂ ଆମେ ଆପଣଙ୍କୁ ଚାନ୍ଦା ଦେଇଛୁ ବା କୌଣସି କର୍ପୋରେଟ ସେକ୍ଟର ନିର୍ଦ୍ଦିଷ୍ଟ ପଲିସି ଆଭିମୁଖ୍ୟରେ ପଇସା ଦେଇଛି, ଆକୁ ପ୍ରମାଣ କରିବା ବଡ କଷ୍ଟ। ସେଇଟା ଗୋଟେ ଅସୁବିଧା ଯେ ଆମେ ସମସ୍ତେ ଜାଣୁଛେ କଣ, କିନ୍ତୁ ତାକୁ ପ୍ରମାଣ କରିବା କଷ୍ଟ। କିନ୍ତୁ ଏକଥା ସତ, ଯଦି ଏତେ ପରିମାଣର ଟଙ୍କା, କୋଟି କୋଟି ଟଙ୍କା ସେମାନେ ସବୁ ଅଜାଡି ଦଉଛନ୍ତି ରାଜନୈତିକ ପାର୍ଟି କି ଚାନ୍ଦା ଭାବରେ, କଣ ପାଇଁ ଦଉଛନ୍ତି? ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଠିବ, କାହିଁକି ଚାନ୍ଦା ଦଉଛନ୍ତି? କଣ ଆପଣଙ୍କର ଆଉ ଖର୍ଚ୍ଚ ଅଛି? ମୁଁ ମନା କରୁନି, ଗୋଟେ ରାଜନୈତିକ ଦଳର ଯଦି କିଛି ମାସିକ ଖର୍ଚ୍ଚ ନାହିଁ, ତାଙ୍କର ଗୋଟେ ଅଫିସ ରହିଛି, ତାଙ୍କର କର୍ମକର୍ତ୍ତା ଅଛନ୍ତି, ପଇସା ତ ଖର୍ଚ୍ଚ ହବ, ଏ ମନା କରୁନାହାନ୍ତି। ଏବଂ ଛୋଟ ମୋଟ ଚାନ୍ଦା କୋଉଠୁ ମଧ୍ୟ ନବା ପାଇଁ ଏଥିରେ ମଧ୍ୟ ସାଧାରଣ ଲୋକଙ୍କ ମନରେ କିଛି ଆସିବନି। ଯଦି ଏ ପ୍ରକାର କଥା କରାଯାଉଛି ବି ସାଧାରଣ ଲୋକଙ୍କ ମନରେ ଆସିବନି, କିନ୍ତୁ ମନରେ ପ୍ରଶ୍ନ ଉଠୁଛି, ଶହ ଶହ ହଜାର ହଜାର କୋଟି ଟଙ୍କା ବ୍ୟବସାୟିକ ଅନୁଷ୍ଠାନ ମାନେ, ବଡ ବଡ କର୍ପୋରେଟ ହାଉସେସ୍, ସରକାର ବା ରାଜନୈତିକ ଶାସନରେ ଥିବା ରାଜନୈତିକ ଦଳକୁ କାହିଁକି ଦଉଛନ୍ତି?